भगवते श्री अरविंदाय। ओम आनंदमयी चैतन्यमयी सत्यमयी परमे। आमे आଜି दिव्य जननी श्रीमांक विरचित चिरंतनी पुस्तकर 176, 177 और 178 पृष्ठा आलोचना करिबा। ताहा सहित संपर्कित हेबा शीर्षकरे 1, 2, 3 भावरे 3 गोटी पृष्ठा उद्दिष्ट होई रहिछि। प्रथमे आमे ताहा सहित संपर्कित हेबा 1 आलोचना करिबा। माँ कहती एपरी किछि जिनिस अछि जाहाकू धरी हुए ना, चिंतारे भी धरी हुए ना, किंतु ताहा अछि। अर्थात एपरी एक जिनिस अछि जहार वस्तुत्व नाही, परिमिति नाही, आकार नाही, उच्चता नाही, परितल नाही, सेमिति एक जिनिस रहिछि जहाकू धरी हुए ना कौनसी इंद्रिय मानक द्वारा। अर्थ पंच ज्ञानेन्द्रिय द्वारा ताहा धरी हुए ना। पंच ज्ञानेन्द्रिय कौन? चक्षु, कर्ण, जिह्वा, नासा और चर्म। ए मानक द्वारा तांकु धरी हुए ना। पुणी पंच कर्मेन्द्रिय द्वारा मध्य तांकु अनुभव करा जाई पारे ना। पंच कर्मेन्द्रिय हेउछि बाक, पाणी, पाद, उपस्थ, गुह्यद्वार। पंच ज्ञानेन्द्रिय और पंच कर्मेन्द्रिय 10 इंद्रिय द्वारा जहांकु धरी हुए नाही, एकादश इंद्रिय मन द्वारा मध्य ताहांकु धरी हुए नाही। जो कथा को माँ कहउछंती चिंतारे भी धरी हुए नाही। चिंता हेउछि मनर कार्य, अतएव मन द्वारा तांकु धरी हुए नाही, किंतु से अछंती, से ओमनी प्रेजेंट भावरे अछंती, ओमनी पोटेंट भावरे अछंती और ओमनी सेंट भावरे अछंती। से सर्वदा अछंती, सर्वत्र अछंती, परिपूर्ण भावरे अछंती। तुमे तांकु जो नाम दियो ना कहीं सेथिरे किछि जाए आसे नाही। ताहा आदौ गुरुत्वपूर्ण नुहे। तांकु किए केउ नामरे कहू पछके ताहा आदौ गुरुत्वपूर्ण नुहे। किए तांकु ब्रह्म बोली कहू, किए ईश्वर बोली कहू, किए पुरुष बोली कहू, बा किए आत्मा बोली कहू, सेथिरे किछि जाए आसे नाही। गोटिए कथा करिबा को अछि, ताहेला तांकरी संगरे संपर्कित हेबा। केउ नामरे किए तांकु कहिला, नामित कला, ताहा गुरुत्वपूर्ण नुहे, बरं तांक सहित एकात्म हबा, संपर्कित हबा, एहा हेउछि गुरुत्वपूर्ण। माँ अन्यत्र एई परिप्रेक्षीरे कहउछंती जे सेही से हेउछंती परम दिव्य सत्ता। जणे प्रश्न कले, माँ आमे पृथ्वी रे काहींकि रहिछु?
ମା ଉତ୍ତରରେ କହିଲେ, ଆମେ ପୃଥିବୀରେ ରହିଛୁ ଦିବ୍ୟ ସତ୍ତାଙ୍କୁ ପାଇବା ଲାଗି। ସିଏ ଆମ ସମସ୍ତଙ୍କ ଭିତରେ ଅଛନ୍ତି, ପ୍ରତ୍ୟେକ ବସ୍ତୁ ମଧ୍ୟରେ ରହିଛନ୍ତି। ପୁଣି ଅନ୍ୟ ଏକ ଅବକାଶରେ ମା କହିଲେ, ସେହି ଦିବ୍ୟ ସତ୍ତାଙ୍କର ଅନ୍ୱେଷଣ ଲାଗି ହିଁ ଏହି ଜୀବନ ଉଦ୍ଦିଷ୍ଟ ହୋଇ ରହିଛି। ସେହି ଦିବ୍ୟ ସତ୍ତାଙ୍କର ପରିଚୟ ଲାଭ କରିବାରେ ହିଁ ଜୀବନର ସାର୍ଥକତା। ପୁନଶ୍ଚ ମା ପ୍ରକାଶ କଲେ, ପରମ ଦିବ୍ୟ ସତ୍ତାଙ୍କର ପରିଚୟ ଲାଭ ହିଁ ଆମ ଜୀବନର ଏକମାତ୍ର ଆବଶ୍ୟକତା। ଅତଏବ ଏଠାରେ କହୁଛନ୍ତି ଯେ ତାହାରି ସଙ୍ଗେ ସମ୍ପର୍କିତ ହେବା ଏ ହେଉଛି ଅସଲ କଥା। ନାମ ଦେବାରେ କୌଣସି ବିଶେଷ ଗୁରୁତ୍ୱ ନାହିଁ, କି ତାଙ୍କ ବର୍ଣ୍ଣନା କରିବାରେ ମଧ୍ୟ ବିଶେଷ କିଛି ଗୁରୁତ୍ୱ ନାହିଁ। ତାଙ୍କୁ କିଏ ନିରାକାର ବୋଲି ବର୍ଣ୍ଣନା କଲେ, କିଏ ନିର୍ଗୁଣ ବୋଲି, କିଏ ସାକାର, କିଏ ସଗୁଣ, ଏ ବିଭିନ୍ନ ବାଗରେ କିଏ ତାଙ୍କୁ କିପରି ବର୍ଣ୍ଣନା କରୁ ପଛେ ତାହା ପୂର୍ଣ୍ଣ ନୁହେଁ। ପୂର୍ଣ୍ଣ ହେଉଛି ତାଙ୍କୁ ଅନୁଭବ କରିବା, ତାଙ୍କରି ସଙ୍ଗରେ ସମ୍ପୂର୍ଣ୍ଣ ଭାବରେ ସମ୍ପର୍କିତ ହୋଇ ରହିବା। ତାହାରି ସଂସ୍ପର୍ଶରେ ଆସିବାକୁ, ତାହାରି ଉପରେ ମନୋନିବେଶ କରିବାକୁ, ତାକୁ ହିଁ ବଞ୍ଚିବାକୁ, ସେହି ବାସ୍ତବ ସତ୍ୟକୁ ବଞ୍ଚିବାକୁ ଚେଷ୍ଟା କରିବା ଉଚିତ। ସେହି ପରମ ଦିବ୍ୟ ସତ୍ତାଙ୍କ ପାଇଁ ବଞ୍ଚି ରହିବା ହିଁ ଯଥାର୍ଥ ବଞ୍ଚି ରହିବା। ଅନ୍ୟତ୍ର ମା ଅନ୍ୟ ଅବକାଶରେ କହିଛନ୍ତି ଯେ ଆମ ଜୀବନର ପ୍ରକୃତ ଲକ୍ଷ୍ୟ ହେଉଛି ପରମ ଦିବ୍ୟ ସତ୍ତାଙ୍କ ଲାଗି ବଞ୍ଚିବା, ଅର୍ଥାତ୍ ପରମ ସତ୍ୟ ଲାଗି ବଞ୍ଚିବା, ବା ଅନ୍ତତଃ ଆପଣାର ଆତ୍ମା ଲାଗି ହିଁ ବଞ୍ଚିବା। ଦିବ୍ୟ ପରମ ସତ୍ତା ଅଥବା ଆତ୍ମା ଲାଗି ବଞ୍ଚିବା ହିଁ ପ୍ରକୃତ ବଞ୍ଚିବା, ଏବଂ ତାହା ହିଁ ଜୀବନର ଅସଲ ସାର୍ଥକତା। ସମସ୍ତ କାର୍ଯ୍ୟ ତାଙ୍କର ବିଚାରି ପରିଣତ କରିବା କାର୍ଯ୍ୟରେ ତାହା ମଧ୍ୟ ଜୀବନର ଏକମାତ୍ର ସାର୍ଥକତା। ମାଙ୍କ କଥାରେ ପରମ ଦିବ୍ୟ ସତ୍ତାଙ୍କର କାର୍ଯ୍ୟ କରିବା ହେଉଛି ଆମ ଜୀବନର ଏକମାତ୍ର ସାର୍ଥକତା। ଆସିବା ଚିରନ୍ତନୀ ପୁସ୍ତକର ସେହି ପୃଷ୍ଠାର କଥାକୁ, ଯେ ମା କହୁଛନ୍ତି ଯେ ତାଙ୍କରି ସହିତ ସମ୍ପର୍କିତ ହୋଇ ବଞ୍ଚିବାକୁ ଚେଷ୍ଟା କରିବା ଉଚିତ, ଏବଂ ତାହା ସମ୍ପର୍କରେ ତୁମର ଅଭିଜ୍ଞତା ହେଲା ପରେ ତୁମେ ତାକୁ ଯେଉଁ ନାମ ଦିଅ ସେଥିରେ କିଛି ଯାଏ ଆସେ ନାହିଁ। ଅସଲ କଥା ହେଉଛି ପରମ ଦିବ୍ୟ ସତ୍ତା ଅଥବା ଆତ୍ମାଙ୍କର ଅଭିଜ୍ଞତା ଲାଭ କରିବା, ବା ଆତ୍ମ ସାକ୍ଷାତକାର ଲାଭ କରିବା, ଆତ୍ମ ଦର୍ଶନ ଲାଭ କରିବା। ତାପରେ ତାଙ୍କୁ ଆମେ କେଉଁ ନାମ ଦେବା ତାହା ଭିନ୍ନ କଥା। ଆଗ ଅନୁଭବ, ପରେ ତାଙ୍କର ନାମକରଣ। ଯେମିତି ଆମେ ଚିନିକୁ ଖାଇଲେ, ଅନୁଭବ କଲେ, ତାପରେ ତାକୁ ସୁଇଟ୍ ବୋଲି କହିଲେ, କି ସୁସ୍ୱାଦୁ ବୋଲି କହିଲେ, କି ସୁମିଷ୍ଟ ବୋଲି କହିଲେ, ତାହା ଭିନ୍ନ କଥା। ତୁମର ଅଭିଜ୍ଞତାର ହିଁ ଯାହା କିଛି ମୂଲ୍ୟ ଅଛି। ଅଭିଜ୍ଞତା ହିଁ ଜୀବନର ମୂଲ୍ୟ ଆଣିଦେବ,
ଅନୁଭବ ହିଁ ଜୀବନର ମୂଲ୍ୟ ଆଣିଦେବ। ଜୀବନର ଲକ୍ଷ୍ୟ ହେଉଛି ଈଶ୍ୱରାନୁଭବ ବା ଆତ୍ମାର ଅନୁଭବ ବା ଦିବ୍ୟ ସତ୍ତାଙ୍କର ଅନୁଭବ। କେହି ଯେତେବେଳେ ତାର ଅଭିଜ୍ଞତାକୁ ଏକ ନିର୍ଦ୍ଦିଷ୍ଟ ବାକ୍ୟରେ ପ୍ରକାଶ କରେ, ଯଦି ସେ ତାକୁ ଏକ ସଂକୀର୍ଣ୍ଣ ଅର୍ଥରେ ପ୍ରକାଶ କରେ, ସେହି ପ୍ରକାଶ ଏତେ ଅବରୁଦ୍ଧ ହୋଇଯାଏ ଯେ ସେହି ସୂତ୍ର ଛଡ଼ା ଜଣେ ଆଉ କିଛି ପାଏ ନାହିଁ। ଏହା ଏକ କ୍ଷୁଦ୍ରତା। କିନ୍ତୁ ବିଡ଼ମ୍ବନାର ବିଷୟ ଏହିକି ଯେ ଆତ୍ମାର ଅନୁଭବ ହେଲେ ମଧ୍ୟ ତାକୁ ପ୍ରକାଶ କରିବା ପାଇଁ ଭାଷା ମିଳେ ନାହିଁ। ଯାହା ମିଳେ ଯେଉଁ ଭାଷା, ସିଏ ଏତେ ଅକୁଳାଣ ହୁଏ ଯେ ସେଥିରେ ତାଙ୍କୁ ପୂର୍ଣ୍ଣ ଭାବେ ପ୍ରକାଶ କରାଯାଇପାରେ ନାହିଁ। ଉଦାହରଣ ସ୍ୱରୂପ, ତାଙ୍କ ଅନୁଭବ ପରେ ବା ଆତ୍ମାଙ୍କର ଅନୁଭବ ପରେ କିଏ ତାଙ୍କୁ ସାରୂପ୍ୟ ମୁକ୍ତି, ସାଲୋକ୍ୟ ମୁକ୍ତି, ସାଯୁଜ୍ୟ ମୁକ୍ତି, ମୋକ୍ଷ ଏହିପରି ଭାବରେ ହୁଏତ ଶବ୍ଦାୟିତ କରିଛନ୍ତି, କିନ୍ତୁ ଏସବୁ ପ୍ରକୃତରେ ସେ ଅଭିଜ୍ଞତାର ଯଥାର୍ଥ ଶବ୍ଦାୟିତ ରୂପ ନୁହେଁ। ଆହୁରି ବହୁ କଥା ଅନୁଭବରେ ରହିଯାଏ ଯାହାକୁ ଭାଷାରେ ପ୍ରକାଶ କରି ହୁଏ ନାହିଁ। ସମସ୍ତ ସମ୍ଭାବ୍ୟ ପଥରେ ଜଣେ ସେହି ସତ୍ୟକୁ ପାଇବା ପାଇଁ ବା ବଞ୍ଚିବା ପାଇଁ ଜଣେ ସବୁ ପ୍ରକାର ସମ୍ଭାବ୍ୟ ପଥରେ ଗତି କରିବା ଉଚିତ। ତେଣୁ ଗୋଟିଏ ନିର୍ଦ୍ଦିଷ୍ଟ ଶବ୍ଦ, ନିର୍ଦ୍ଦିଷ୍ଟ ବାଟ ଯେ ତାଙ୍କୁ ପାଇବା ପାଇଁ ଯଥାଯୋଗ୍ୟ ତାହା ନୁହେଁ। ଯତୋ ମତ ତତୋ ପଥ ଶ୍ରୀରାମକୃଷ୍ଣଙ୍କ ଭାଷାରେ ଯେ ବହୁ ବାଟ ପଡ଼ିଛି ଆତ୍ମ ଆବିଷ୍କାର ନିମନ୍ତେ, ଆତ୍ମ ସାକ୍ଷାତକାର ନିମନ୍ତେ, ଆତ୍ମ ଦର୍ଶନ ନିମନ୍ତେ। ଯିଏ ଯେଉଁ ବାଟରେ, ଯାହାକୁ ଯେଉଁ ବାଟ ଯାହା ପାଇଁ ସମ୍ଭାବନାମୟ ବୋଲି ସିଏ ଅନୁଭବ କରେ, ସେ ସେହି ବାଟରେ ଯାଇ ଏହି ଆବିଷ୍କାର ବା ଏହି ଦର୍ଶନ କରିପାରେ। ତେଣୁ ଯେଉଁ ପ୍ରକାର ବାଟ ତା ପାଇଁ ଯଥାଯୋଗ୍ୟ ତାହାକୁ ସେ ଗ୍ରହଣ କରିବା ଉଚିତ। ସବୁ କିଛି ଘଟଣାରେ, ସବୁ କିଛି ସଂଗଠନରେ ତୁମେ ତାକୁ ହିଁ ନେଇ ବଞ୍ଚିବା ଉଚିତ। ଜୀବନରେ ଯଦି ଲକ୍ଷ୍ୟ ହେଲା ଆତ୍ମଦର୍ଶନ କି ଆତ୍ମ ସାକ୍ଷାତକାର, ତାହେଲେ ଘଟଣା ଜୀବନରେ ଯାହା ଘଟୁ, ସାଧାରଣ ଜୀବନରେ, ବ୍ୟାବହାରିକ ଜୀବନରେ ଯାହା ଘଟୁ, ସେ ଘଟଣାରେ ମଧ୍ୟ ତାଙ୍କୁ ହିଁ ନେଇ ବଞ୍ଚିବା ଉଚିତ। ତାଙ୍କୁ ହିଁ ନେଇ ବଞ୍ଚି ଶିଖିଲେ ଆତ୍ମଭାବ ଉଦ୍ରେକ ହୁଏ। ଆତ୍ମଭାବ ଉଦ୍ରେକ ହେଲେ ଦେହଭାବ କ୍ରମେ କ୍ରମେ କମିଯାଏ। ଆତ୍ମଭାବ ମାଧ୍ୟମରେ ଜଣେ ଅଗ୍ରଗତି କରି ଆତ୍ମଦର୍ଶନ ପାଇଁ ଯୋଗ୍ୟ ହୋଇପାରେ। ତେଣୁ ଜୀବନର ସବୁ ଘଟଣାରେ ତାଙ୍କୁ ଯୋଡ଼ିଲେ ବା ତାଙ୍କର ତାହା ଦାନ ବୋଲିକିରି ଗ୍ରହଣ କଲେ ହିଁ ଜଣେ ସେ ଆତ୍ମ ଆବିଷ୍କାର ପଥରେ ଅଗ୍ରଗତି କରିପାରିବ। ଯାହାକୁ ଆମେ କହିପାରିବା ଅନ୍ୟ ଶବ୍ଦରେ ସମର୍ପଣ ଭାବ ବା ଆତ୍ମସମର୍ପଣ ଭାବ। ମା ରାଧାର ପ୍ରାର୍ଥନାରେ ଯାହା କହୁଛନ୍ତି, ମୋର ବୋଲି କିଛି ରଖିନି, ହେଉ ଇଚ୍ଛା ପୂରଣ, ଯାହା ବାଛି ଦବ ମୋ ପାଇଁ, ଜୀବନ ବା ମରଣ, ସୁଖ ଦୁଃଖ ଭୋଗ ବେଦନା, ଯାହା ଆସୁ ମୋ ପାଶେ, ତୁମ୍ଭ ଦାନ ବୋଲି ଆଦରେ, ବରି ନେବି ହରସେ। ତାହା ସହିତ ସମ୍ପର୍କିତ ହେବାକୁ ହେଲେ ଯେତେ ଘଟଣା, ଯେତେ ସଂଗଠନ ଜୀବନରେ ଆସିବ, ସେ ସବୁ କଥା ଭିତରେ ତାଙ୍କୁ ଯୋଡ଼ିବାକୁ ପଡ଼ିବ, ତାଙ୍କୁ ମୁଖ୍ୟ କର୍ତ୍ତା ଭାବରେ ବିଚାର କରିବାକୁ ପଡ଼ିବ। କାରଣ
ତାହା ହିଁ ଯଥାର୍ଥ ସତ୍ୟ। ସିଏ ହିଁ ସର୍ବୋପରି ସତ୍ୟ, ଦି ଟ୍ରୁଥ୍, ସର୍ବତ୍ର ବିଦ୍ୟମାନ, ସର୍ବକାଳୀନ, ସାର୍ବଜନୀନ ସିଏ। ତେଣୁ ତାଙ୍କୁ ହିଁ ନେଇ ବଞ୍ଚିବା ଏ ଅସଲ ଜୀବନର ମହତ୍ତ୍ୱ। କାରଣ ମାଙ୍କ କଥାରେ ତାହା ହିଁ ପରମ ମଙ୍ଗଳ। ତାଙ୍କୁ ନେଇ ବଞ୍ଚି ଶିଖିଲେ ଯାହା ଯାହା ଘଟିବ ତାହା ମଙ୍ଗଳ ପାଇଁ ଘଟିବ ବୋଲି ବିଚାର କରିବାକୁ ହେବ, ଅନୁଭବ କରିବାକୁ ହେବ। ତାହା ହିଁ ସର୍ବଶକ୍ତିମାନ, ସେଇ ଆତ୍ମା କି ଦିବ୍ୟ ପରମ ସତ୍ତା ସର୍ବଶକ୍ତିମାନ, ସେ ସବୁ କିଛି କରିପାରନ୍ତି। ସିଏ କର୍ତ୍ତୁମ୍ ସମର୍ଥଃ, ଅକର୍ତ୍ତୁମ୍ ସମର୍ଥଃ, ଅନ୍ୟଥା କର୍ତ୍ତୁମ୍ ସମର୍ଥଃ। ତାହା ହିଁ ସର୍ବଜ୍ଞାତା, ସେ ସବୁ ଜାଣିପାରନ୍ତି। କ'ଣ ଭବିଷ୍ୟତ ଆମର, କ'ଣ ଭବିତବ୍ୟ ଅଛି, କ'ଣ ହେବା ଉଚିତ, ସେ ସବୁ କଥା ଜାଣିପାରନ୍ତି, ଯାହାଙ୍କୁ ଆମେ କହୁ ସର୍ବଜ୍ଞ। ହଁ, ଜଣେ ତାକୁ ହିଁ ବଞ୍ଚିପାରେ, ଆତ୍ମାକୁ ନେଇ ଜଣେ ବଞ୍ଚିପାରେ, କିନ୍ତୁ ଜଣେ ସେ କଥା ବର୍ଣ୍ଣନା କରିପାରିବ ନାହିଁ। ସିଏ ସେ କଥାକୁ ଯେତେ ଭାବରେ ଆଲୋଚନାରେ ହେଉ, ଗବେଷଣାରେ ହେଉ କି ଭଜନ କୀର୍ତ୍ତନରେ ହେଉ, ଜଣେ ତାକୁ କେବେ ହେଲେ ପ୍ରକାଶ ବା ବର୍ଣ୍ଣନା କରିପାରିବ ନାହିଁ। ଦିବ୍ୟ ପରମ ସତ୍ତାଙ୍କର ବର୍ଣ୍ଣନା ଏ ପର୍ଯ୍ୟନ୍ତ ଅପୂର୍ଣ୍ଣ ରହିଛି। କୁହାଯାଏ ଯେ ବ୍ରହ୍ମ କି ଆତ୍ମା କି ପରମ ଦିବ୍ୟ ସତ୍ତା ଏ ଯାବତ୍ ଉଚ୍ଛିଷ୍ଟ ହୋଇନାହାନ୍ତି। ଯଦିବା ତାଙ୍କ ସମ୍ପର୍କରେ ତାଙ୍କର ବର୍ଣ୍ଣନାକୁ ଭିତ୍ତି କରି ରାଶି ରାଶି ଗ୍ରନ୍ଥ, ଶାସ୍ତ୍ର ବିରଚିତ ହୋଇଛି। ଅତଏବ ସବୁଠାରୁ ମୂଳ କଥା, ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଅଭିଜ୍ଞତା ବା ଅନୁଭବ, ପରମ ଦିବ୍ୟ ସତ୍ତାଙ୍କର ଅନୁଭବ। ତେଣୁ ଜଣେ ଯଦି କିଛି କହେ, ତେବେ ତା କହିବାର ବିଶେଷ କିଛି ଗୁରୁତ୍ୱ ନାହିଁ। ଦିବ୍ୟ ପରମ ସତ୍ତାଙ୍କ ସମ୍ପର୍କରେ ଯଦି ଜଣେ କିଏ କହେ, ସିଏ ଯେଉଁ ବାଗରେ କହନ୍ତୁ ପଛେ ସେ କଥାର ପୂର୍ଣ୍ଣତା ନାହିଁ, ସେ କଥା ତଥାପି ଅପୂର୍ଣ୍ଣ ହେବ। କାରଣ ଅଭିଜ୍ଞତାକୁ ପ୍ରକାଶ କରିବା ପାଇଁ ଏ ପର୍ଯ୍ୟନ୍ତ ଭାଷା ସମର୍ଥ ହୋଇନାହିଁ। ବର୍ତ୍ତମାନ ଦେଖିବା ତାହା ସମ୍ପର୍କିତ ହେବାର ଦ୍ୱିତୀୟ ଭାଗ, 177 ପୃଷ୍ଠା। ଏଥିରେ ମା କହୁଛନ୍ତି, ଗୋଟିଏ ଶ୍ରେଣୀର ଦାର୍ଶନିକ ଅଛନ୍ତି ଏବଂ ଲୋକ ବି ଅଛନ୍ତି, ଯେଉଁମାନେ ଈଶ୍ୱର ସମ୍ବନ୍ଧୀୟ ସାଧାରଣ ଯେଉଁ ଧାରଣା ରହିଛି ତା ସ୍ଥାନରେ ଏକ ନୈର୍ବ୍ୟକ୍ତିକ ପରମର ଧାରଣା ଦିଅନ୍ତି। ଦାର୍ଶନିକମାନେ ସେମାନଙ୍କ ଦୃଷ୍ଟିକୋଣରୁ ଗୋଟିଏ ବାଗରେ ସେହି ଦିବ୍ୟ ପରମ ସତ୍ତାଙ୍କୁ ଦେଖିଥାନ୍ତି। ସାଧାରଣ ଲୋକ ଯେଉଁ ସାଧାରଣ ଧାରଣା କରିଥାନ୍ତି ଈଶ୍ୱରଙ୍କ ସମ୍ପର୍କରେ, ସେମାନେ ତା ସ୍ଥାନରେ ଏକ ନୈର୍ବ୍ୟକ୍ତିକ ବା ନିରାକାରତ୍ୱ ମଧ୍ୟ ଆରୋପ କରିଥାନ୍ତି। ଈଶ୍ୱର ଆଉ ବ୍ରହ୍ମ ଏ ଦୁଇଟି ଶବ୍ଦ ଭିନ୍ନ, ତାହାର ଅର୍ଥ ମଧ୍ୟ ଭିନ୍ନ। ବ୍ରହ୍ମ କହିଲେ ସିଏ ନିର୍ଗୁଣ ନିରାକାର, ଈଶ୍ୱର କହିଲେ ସିଏ ସଗୁଣ ଓ ସାକାର। ସାଧାରଣ ଲୋକଙ୍କ ପାଖରେ ଈଶ୍ୱରଙ୍କର ସଗୁଣତ୍ୱ ପ୍ରକଟିତ ହୋଇଥାଏ। ଦାର୍ଶନିକମାନେ ତାଙ୍କୁ ନିର୍ଗୁଣତ୍ୱର ପ୍ରତୀକ ବୋଲି ମଧ୍ୟ କହିଥାନ୍ତି। କେହି ବା କହନ୍ତି ସିଏ ହେଉଛନ୍ତି ପରମ ସତ୍ୟ, ଆଉ କିଏ କହନ୍ତି ସିଏ ହେଉଛନ୍ତି ଏକମାତ୍ର ସତ୍ୟ, କେବଳ ସତ୍ୟ
ଦି ଟ୍ରୁଥ୍, ସିଏ ବିଶ୍ୱାତୀତ ଭାବରେ ଥାନ୍ତି। କେହି ବା କହନ୍ତି ସେ ପରମ ନ୍ୟାୟ ବିଧାତା, ଆଉ କିଏ କହନ୍ତି ସିଏ ହେଉଛନ୍ତି ଏଭଳି ଜଣେ ଜଜ୍ ଯିଏ ସବୁବେଳେ ନ୍ୟାୟର ତୁଳାଦଣ୍ଡ ଧରି ରହିଥାନ୍ତି ଏବଂ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି। ଏହାର ଜଷ୍ଟିଫିକେସନ୍ ବା ସ୍ୱତନ୍ତ୍ରତା ବର୍ତ୍ତମାନ ବିଚାର୍ଯ୍ୟ ବିଷୟ ନୁହେଁ, କିନ୍ତୁ ଏହିପରି ଭାବରେ କିଏ କିଏ କହିଥାନ୍ତି ଦିବ୍ୟ ପରମ ସତ୍ତାଙ୍କ ସମ୍ପର୍କରେ। ଆଉ କେତେକଙ୍କ ମତ ଯେ ସିଏ ହେଉଛନ୍ତି ଏକ ଚିରନ୍ତନ ଗତିଶୀଳତାର ଗତି। ଆଉ କିଏ କହନ୍ତି ଯେ ଏଇ ଯେଉଁ ଗତିଶୀଳତା ଚିରନ୍ତନ ଲାଗି ରହିଛି ପ୍ରକୃତି ରୂପରେ, ସିଏ ତାର ଗତି ଯାହାକୁ କହୁଛନ୍ତି ନ୍ୟାଚୁରାଲ ଫୋର୍ସ ଭାବରେ ପ୍ରକୃତି ଗତିଶୀଳ, ମାତ୍ର ସୁପର ନ୍ୟାଚୁରାଲ ଫୋର୍ସ ଭାବରେ ସେ ତାର ପ୍ରଚ୍ଛଦ ପଟରେ ରହି ତାକୁ ଗତିଶୀଳ କରାଉଅଛନ୍ତି। ନ୍ୟାଚୁରାଲ ଫୋର୍ସକୁ, ଗତିଶୀଳତାକୁ। ତେଣୁ ଗତିଶୀଳତାକୁ ଯିଏ ଗତିଶୀଳ କରାଉଛନ୍ତି ସିଏ ହେଉଛନ୍ତି ସେଇ ଦିବ୍ୟ ପରମ ସତ୍ତା ବୋଲି କିଏ କିଏ କହିଥାନ୍ତି। କିନ୍ତୁ ଯାହାର ତାଙ୍କ ସଙ୍ଗେ ଏକାତ୍ମ ହେବାର କ୍ଷମତା ରହିଛି, ତା ପାଇଁ ଏହିସବୁ ମତବାଦର ବିଶେଷ କିଛି ଗୁରୁତ୍ୱ ନାହିଁ। କହିଲେ ଯିଏ ତାଙ୍କ ସହିତ ସମ୍ପର୍କିତ ହେବାକୁ ଚାହେଁ, ତା ପାଇଁ ଏତେ ମତାନ୍ତରର ବିଶେଷ କିଛି ଆବଶ୍ୟକତା ନାହିଁ। ଏତେ ଦାର୍ଶନିକ ତତ୍ତ୍ୱର ବିଶେଷ କିଛି ପ୍ରୟୋଜନୀୟତା ନାହିଁ। ଗୋଟିଏ କଥା ଏହି ପ୍ରସଙ୍ଗରେ କୁହାଯାଇପାରେ। ଦୁଇ ଜଣ ବନ୍ଧୁ ଗୋଟିଏ ଆମ୍ବ ବଗିଚାକୁ ଗଲେ। ସେଇ ବଗିଚାରେ ସେତେବେଳେ ଆମ୍ବ ସବୁ ପାଚିଥିଲା। ଜଣେ ବନ୍ଧୁ ସିଏ ଆମ୍ବକୁ ଦେଖି ତାହାର ଆକାର, ତାହାର ପ୍ରକାର, ତାହାର ସୁମିଷ୍ଟତା, ତାହାର ସଜ୍ଜୀକରଣ, ତାହାର ଦୋଳାୟମାନତା ଏସବୁ ଦେଖି ଅଭିଭୂତ ହେବା ସହିତ ତାର ବର୍ଣ୍ଣନା କରିବାକୁ ଲାଗିଲେ। ଅନ୍ୟ ଜଣକ ସିଧା ଆମ୍ବଟିଏ ତୋଳି ତାର ରସ ଗ୍ରହଣ କଲେ। ଯିଏ ରସ ଗ୍ରହଣ କଲେ ସିଏ ପ୍ରକୃତରେ ସେଇ ପାଚିଲା ଆମ୍ବର ମହତ୍ତ୍ୱକୁ ଅନୁଭବ କଲେ। ତାଙ୍କ ପାଖରେ ଏତେ ସବୁ ବ୍ୟାଖ୍ୟାନ, ବୟାନ, ଦାର୍ଶନିକ ଅନୁଶୀଳନ ବିଶେଷ କିଛି ଅର୍ଥପୂର୍ଣ୍ଣ ନଥିଲା। ଠିକ୍ ସେହିପରି ମା' କହୁଛନ୍ତି ଏକ ବିରାଟ ଦର୍ଶନ ଗ୍ରନ୍ଥ ପଢ଼ି ଜଣେ ଶେଷ କରିଦେଇପାରେ, କିନ୍ତୁ ଗୋଟିଏ ପାଦ ମଧ୍ୟ ସେ ଅଗ୍ରସର ନ ହୋଇପାରେ। ତେଣୁ ଦର୍ଶନ ଗ୍ରନ୍ଥ ପଢ଼ିଦେଲେ, ବହୁ ସ୍ତୋତ୍ର ମନ୍ତ୍ର ଘୋଷିଦେଲେ ଯେ ଜଣେ ସେଇ ଦିବ୍ୟ ପରମ ସତ୍ତାଙ୍କର ଅନୁଭବ କରିପାରିବ, ଏକଥା ନ ହେଇପାରେ। ଏଇ କଥାକୁ ବୁଝିବା ପାଇଁ ଆମେ ଗୋଟିଏ ଉଦାହରଣ ନେଇପାରିବା। ବିବେକ ଚୂଡ଼ାମଣି ଗ୍ରନ୍ଥରେ ଶଙ୍କରାଚାର୍ଯ୍ୟ କହୁଛନ୍ତି, ଶବ୍ଦ ଜାଲଂ ମହାରଣ୍ୟଂ ଚିତ୍ତ ଭ୍ରମଣ କାରଣମ୍, ଅର୍ଥାତ୍ ଶାସ୍ତ୍ରକୁ ଅରଣ୍ୟ ସହିତ ତୁଳନା କରାଯାଇଛି। ପୁନଶ୍ଚ ଷଡ଼ଦର୍ଶନରେ ଯେଉଁମାନେ ଅତ୍ୟନ୍ତ ଅବଗାହୀ, ତର୍କ ବିତର୍କରେ ସର୍ବଦା ପ୍ରମତ୍ତ, ସେମାନେ ମଧ୍ୟ ସେଇ ଦାର୍ଶନିକ ତଥ୍ୟ କି ତତ୍ତ୍ୱ ମାଧ୍ୟମରେ ଭଗବତ ଉପଲବ୍ଧି କରିବା ସହଜ ହୁଏ ନାହିଁ।
କୁହାଯାଉଛି ସଂସ୍କୃତରେ ଷଡ଼ଦର୍ଶନ ମହାକୂପେ ପତିତା ପଶବଃ ପ୍ରିୟେ ପରମାର୍ଥ ନ ଜାନନ୍ତି ପଶୁ ପାଶ ନିୟନ୍ତ୍ରିତା। ଅର୍ଥାତ୍ ଷଡ଼ଦର୍ଶନ ନେଇ ଅନେକ ଚର୍ଚ୍ଚା କଲେ ମଧ୍ୟ ଯଦି ଈଶ୍ୱରଙ୍କ ଆଡ଼କୁ ସେମାନଙ୍କର ମନ ନାହିଁ, ପରମାର୍ଥ କ'ଣ ସେମାନେ ଜାଣନ୍ତି ନାହିଁ, ତେବେ ସେମାନେ କୂଅ ଭିତରେ ପଡ଼ିଥିବା ଲୋକଟି ପରି। ସତେ ମା ସେଇ କଥା କହୁଛନ୍ତି ଯେ ଜଣେ ବହୁ ଧର୍ମଶାସ୍ତ୍ର ପଢ଼ିଥାଇପାରେ, କିନ୍ତୁ ଗୋଟିଏ ପାଦ ମଧ୍ୟ ସେ ଅଗ୍ରସର ନ ହୋଇଥାଇପାରେ। ବେଳେବେଳେ ଜଣେ ଗୋଟିଏ ଧର୍ମ ସମ୍ପ୍ରଦାୟର ପ୍ରଗାଢ଼ ଅନୁରକ୍ତ ହୋଇପାରେ, କିନ୍ତୁ ଏ ଦିଗରେ କୌଣସି ଅଗ୍ରଗତି ନ ହୋଇପାରେ। ସାମ୍ପ୍ରଦାୟିକ ମନୋଭାବ ରଖି, ସୀମିତ ସଂକୁଚିତ ମନୋଭାବ ରଖି ଈଶ୍ୱର ଉପଲବ୍ଧି ବା ଆତ୍ମିକ ଉପଲବ୍ଧି, ଦିବ୍ୟ ପରମ ସତ୍ତାଙ୍କର ଉପଲବ୍ଧି କରିବା ସମ୍ଭବ ନୁହେଁ। ଅତଏବ ପ୍ରଶସ୍ତ ହେବାକୁ ପଡ଼ିବ, ଉଦାର ହେବାକୁ ପଡ଼ିବ, ସମସ୍ତ ସମ୍ପ୍ରଦାୟକୁ ଯଥା ମାନ୍ୟ ଦେବାକୁ ପଡ଼ିବ। ତେବେ ଯାଇ ଜଣେ ସେ ଆତ୍ମ ଆବିଷ୍କାର ଦିଗରେ ଅଗ୍ରଗତି କରିପାରିବ। ବେଳେବେଳେ ଯେଉଁମାନେ ସାରା ଜୀବନ ଧ୍ୟାନ ଧାରଣାରେ କଟେଇ ଦେଇଛନ୍ତି କିନ୍ତୁ କିଛି ପାଇନାହାନ୍ତି, କେବଳ ଯେ ଧ୍ୟାନ ଧାରଣା କଲେ ତାହା ଭଗବାନଙ୍କ ବା ଆତ୍ମାର ଉପଲବ୍ଧି ଘଟିଯିବ, ତାହା ମଧ୍ୟ ସମ୍ଭବ ନ ହୋଇପାରେ। ଏପରି କିନ୍ତୁ ଲୋକ ଅଛନ୍ତି ଯେଉଁମାନେ ଅତି ସାଧାରଣ ଶାରୀରିକ ଶ୍ରମ କରି ବଞ୍ଚୁଥାନ୍ତି। ହୁଏତ ପୁରୁଣା ଜୋତା ମରାମତ କରୁଥିବା ସେ ଜଣେ ମୋଚି, କିନ୍ତୁ ତାଙ୍କର ସେ ଅଭିଜ୍ଞତା ହୋଇଯାଇଛି। ଯେଉଁମାନେ କର୍ମବହୁଳ ଜୀବନ ଯାପନ କରନ୍ତି, କର୍ମର ଆରମ୍ଭରେ ବା ଦିନର ଆରମ୍ଭରେ ଥରେ ବା ବିଶ୍ରାମ କଲାବେଳକୁ ରାତ୍ରିରେ ଆଉ ଥରେ ଭଗବାନଙ୍କ ନାମ ନେଇ ତାଙ୍କରି ଭାବରେ ଭାବିତ ହୋଇ ସେମାନେ ଭଗବତ ପ୍ରାପ୍ତି କରିଛନ୍ତି। ଏଠାରେ ମା ସେଇ ମୋଚିର କଥା କହୁଛନ୍ତି, ଯିଏ ପୁରୁଣା ଜୋତା ମରାମତି କରନ୍ତି, ତାଙ୍କ ଜୀବନରେ ମଧ୍ୟ ଅଭିଜ୍ଞତା ହୋଇଯାଇଛି। ଅନୁରୂପ ଭାବରେ ଆମେ ଆମ ଶାସ୍ତ୍ରରେ ପରମ୍ପରାରେ ଗୋଟିଏ ସେହିପରି ଆଖ୍ୟାୟିକା ପାଉ। ଦାଢ଼୍ୟତା ଭକ୍ତିରେ ସେପରି ଏକ ଆଖ୍ୟାୟିକା ରହିଛି ଯେ ଜଣେ ମୋଚି, ନାମ ତାଙ୍କର ରାମଦାସ, ରାମ ବେହେରା ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି। ସେ ନୀଚ ଜାତିରେ ଜନ୍ମ ହେଲେ ହେଁ ତାଙ୍କର ହରିଭାବ ଏତେ ପ୍ରବଳ ଥିଲା, ଯାହା ଫଳରେ କି ସେ ଆତ୍ମଦର୍ଶନ ପାଇପାରିଥିଲେ। ଦାଢ଼୍ୟତା ଭକ୍ତିରେ ଏହି କଥାଟି ଅଛି, ସେହୁ ନଗରେ ତାର ସ୍ଥିତି, ଜାତିରେ ଅଟେ ମୋଚି ଜାତି, ରାମ ବେହେରା ନାମ ତାର, ଚର୍ମ ପାଦୁକା ଯା ବେପାର, ନୀଚ ହୋଇଲେ କିସ ହେବ, କେବଳ ଥାଏ ହରିଭାବ। ଏକ ଅବକାଶରେ ସେ ଏକ ଶାଳଗ୍ରାମ ଶିଳା ପ୍ରାପ୍ତ ହେଲେ। ସେଥିରେ ସିଏ ତାଙ୍କର ଚର୍ମ ଖଣ୍ଡକୁ କାଟନ୍ତି ଏବଂ ସେ ଚର୍ମ କାଟିବା ଯନ୍ତ୍ରଟିକୁ ଘଷନ୍ତି। ତେଣେ କଟାଇ ଚର୍ମ ଖଣ୍ଡେ, ଘଷଇ ଶାଳ ଗ୍ରାମ ମୁଣ୍ଡେ। ଏ କଥା ଦେଖି ଦିନେ ଜଣେ ବ୍ରାହ୍ମଣ ଅତ୍ୟନ୍ତ ବ୍ୟଥିତ ହେଲେ ଯେ ଶାଳ ଗ୍ରାମଙ୍କର ଅପବ୍ୟବହାର ହେଉଛି, ଅବମାନନା ହେଉଛି ବୋଲି ସେ କିଛି ଟଙ୍କା ଦେଇ ଶାଳଗ୍ରାମ ଶିଳାକୁ କିଣି ନେଲେ। ଘରେ ରଖି
फूल चंदन देई पूजा कले, मात्र शालग्राम सेथिरे संतुष्ट हेले नाही। स्वप्न रे आदेश देले मोचिकी नेई ताहा फेरेई दबा पाई। ताहा हेला, मोची को से नहीं फेरेई देले एवं मोचीर अंतरर भावभक्ति तथा अनुभव रे शालग्राम बाहरी मोची को परम प्रभु दर्शन देले एवं ताकू जो आशीर्वाद देले, जीवंते सुखे दिन नेला, अंते से विष्णु लोके गला। कहिबार अर्थ जे वास्तव अभिज्ञता ही असल मर्मवाणी जीवनर, असल लक्ष्य जीवनर। तेणु माँ कहते हुए तो पुराणा जोता मरामत करुथिबा से जने मोची, किंतु तांकर से अभिज्ञता होई जाइछि। जड़े विषय जहाँ चिंता करे बा कहे ताठारु ई वास्तव अभिज्ञता बहु दूर रे। अभिज्ञता ही जीवनर सार्थकता, जीवनर वास्तवता। सुतरां कहिबाकु गले यह एक कृपा, आउ किछि नुहे। भगवत कृपा मिले जदि प्रस्तुति थाए, व्याकुलता थाए। सही व्याकुलता ही असल प्रस्तुति। ताहा हेला तांको संगे एकात्म हेबार सफल हेबा एवं तांकु ही नहीं बंचिबा। एई कथाटी सर्वोपरि जीवनर आवश्यकता, जे तांकु ही नहीं बंचिबा एवं तांको सहित एकात्म हवा। वर्तमान देखिबा ताहा सहित एकात्मता हबार तृतीय भाग। गोटे कथा हेउछि गुरुत्वपूर्ण, ताहाला तांको सहित एकात्म हेबा लागि एक निष्ठापर और निरवच्छिन्न संकल्प। एकथा किपरि संभव हब से संपर्क रे एही अध्याय रे एही पृष्ठारे कहा जाइछि। आमे संकल्प करिबाकू हब, कारण आमको सेथिपाई कि निजकू प्रतिज्ञाबद्ध हबाकू पड़िबो जे मु आसीछि ईश्वर बा आत्मार संधान करिबाकू, आत्मार आविष्कार करिबाकू। माँ कहती अन्यत्र जीवनर लक्ष्य हेउछि आत्म आविष्कार, आत्म उपलब्धि और आत्म अभिव्यक्ति। तेणु निष्ठापर और निरवच्छिन्न संकल्प, कारण से संकल्प स्थायी ही रहिब नाही भौतिक जगत रे हठात बा भौतिक जीवन रे। ताकू बारंबार आमको संकल्प करिबाकू पड़िबो। जड़े गुरु कहती जे प्रति घंटारे आमे से कथा को मने पकई दबा जे मु एक आत्मा, मु आत्म उपलब्धि करिबाकू बा मु मते उपलब्धि करिबाकू ही ए पृथ्वी को आसीछि। सते घंटा कथा तो कही हबनी, जेते संभव जेते अधिक संभव आमे संकल्पबद्ध हेबा जे आम जीवनर लक्ष्य तांको सहित संबंधित हेबा। कारण एभली कथा सब आखि पिछुड़ाके घटी जाए नाही। तेणु एथिपाई अध्यवसाय करिबा उचित। जणे जेतेबेले अनुभव करिबो जे से किछि अग्रगति करू नाही, सेतेबेले से हताश हबा उचित नुहे। हठात तो किछि तार प्रभाव जना पड़े नाही, कारण से मार्ग रे गला बेले, से जोगयुक्त मार्ग रे गति कला बेले से गतिर प्रभाव हठात जना पड़े नाही। माँ सेथिपाई अन्यत्र बेस भल चमत्कार भाव रे बुझेइछंती जे गोटे अंडा को 20 दिन पर्यंत उषुम रे रखा जाए, 21 दिन दिन तार परिणति जना पड़े। 20 दिन भितरे तार परिणति जना पड़े नाही, किंतु प्रस्तुति चली थाए। सेथिरे हताश हबार किछि नाही।
श्रीरामकृष्ण जहाँ कहते जे जड़े भगवत चिंतन कले बा जड़े आत्मार संधान रे गले तार सिंह उठिब नाही, बाहर को किछि जना पड़िब नाही, तेणु एतिरे हताश हबार कौनसी कारण नाही। माँ कहउछंती सेतेबेले से हताश हवा उचित नुहे, ता प्रकृति भितर एपरि कौन अच्छी जहाँकि तार अग्रगति बाधा देउछि ताकू खोजी बाहर करने उचित। बरं ता भितर जो अहंकार अच्छी जी कि ताकू टाणी दउछि पछकू आगकू छाड़ू नाही, ताकू बरं खोजी बाहर करने उचित, तापरे जाई अग्रगति संभव हेब। हठात देखिब जे तुमे आगकू गति कलणी, जेतेबेले तुमे शेषरे पहुँचब सेतेबेले तुमर एक अनुभूति लाभ हेब। सुड़ंगर शेषरे आलोक अच्छी, से आलोक सहित संपर्कित हेले जना पड़िब ए यात्रा थिला एक अत्यंत उज्ज्वलमय पवित्र जय यात्रा। ये संपर्क रे उल्लेखनीय कथा हेउछि जो माने संपूर्ण विभिन्न पंथारे गति करुथांती एवं जो मानकर मानसिक गठन संपूर्ण भिन्न भिन्न, एपरिक महा आस्तिक ठारू आरंभ करी महा नास्तिक पर्यंत, एपरिक वस्तुवादी माने भी आमे जो अभिज्ञतार कथा कहूछु ताहा पाई जाइछंती। समस्तक पई से गोटिए उपलब्धि सते केवल जे जणे गोटिए निर्दिष्ट पथरे जाई दिव्य परम सत्तांकर आविष्कार करिब ता नुहे। जी वस्तुवादी सी मध्य वस्तु को प्राधान्य देई बा वस्तु को ता जीवनर चरम आराध्य बोली विचार कले मध्य ता भितरे सी तांकु आविष्कार करि पारिबो। एमिति प्रसंग मध्य पुराण मानकरे आगरू अच्छी। जीवजंतु पोषा जीवजंतुक माध्यम रे मध्य जड़े मालिक जड़े जड़े से मध्य देखि पारिछंती से ईश्वरीय सत्ता को। तेणु वस्तुवादी माने मध्य से अनुभवर अधिकारी होई पारंती जदि सेमानंकर सेपरी एकाग्रता थाए, सेपरी प्रतिबद्धता थाए। आमे जो अभिज्ञतार कथा कहूचु सेमाने मध्य ताहा पाइछंती, कारण एहा सत्य। सबु वस्तु भितरे से अछंती वस्तुर आत्मा भावरे चेतना भावरे। तेणु वस्तुवादी माने मध्य जदि सेभଳି भावरे तांकु व्यवहार करंती उपयोग करंती तेबे मध्य तांक भितरे से वस्तु भितरे थिबा जो भगवत सत्ता से मध्य उपलब्ध होई पारंती। कारण यह सत्य, यह ही वास्तव, कारण यह ही एकमात्र वास्तवता, भगवत्ता एकमात्र वास्तवता, आत्मिकता एकमात्र वास्तवता, परम दिव्य सत्ता एकमात्र वास्तवता। एवं खूब सरल भाव रे यह हेउची सेई आत्मा सेई परम सत्ता खूब सरल भाव रे एतिकी कुहा जाई पारिबो। मु आउ अधिका कथा कहू नाही, किए केउ बाटरे कहूछि ताहा आदौ गुरुत्वपूर्ण नुहे। जहा गुरुत्वपूर्ण ताहा हेला प्रकृत पथ अनुसरण करिबा, सेठिकी जीवा पाई तुमरी बाटरे तुमे चाल। जी जेमिति जहाकू सुविधा बोली होउछि से रास्ता रे चलिबा पाई से सेमिति चालंतु। किए कथारे एमती किए हुए तो खूब चका पकई ध्यान करि पारंती, किए गोड़ लंबई मध्य ध्यान करि पारंती, किए टिके विश्राम मुद्रा रे रही मध्य भगवत चिंतन करि पारंती, आत्म चिंतन करि पारंती। तेणु जहाँक पाई जो मार्ग यथायोग्य बोली से विचार करंती से बाटरे गले से बाट केउ बाट सेथिरे किछि जाए से नाही। तेणु बाट एठी अत्यंत बड़ कथा नुहे, बड़ कथा हेउछि लक्ष्य एवं लक्ष्य पथरे गति। गति नुहे प्रगति, केवल प्रगति नुहे विशेष भाव रे अग्रगति। तेणु तांको सहित संपर्कित हेबा पाई जो गति से प्रकृत गति यथार्थ गति, ताहा ही जीवनर ध्येय जीवनर लक्ष्य।
ओम नमो भगवते श्री अरविंदाय। ओम आनंदमयी चैतन्यमयी सत्यमयी परमे।